ପ୍ରଭାତ ମାରଣା ଏଇ ଯୋଉ ନୂଆ ଗାଁ ଗ୍ରାମୀଣ ଆଉ ବିକାଶ ମଞ୍ଚ ପଞ୍ଚମ ବର୍ଷରେ ପଦାର୍ପଣ କରିଛି। କିନ୍ତୁ ସବୁଠି ରଜ ମହୋତ୍ସବ ହୋଇଛି, ସବୁଠି ସୁବିଧା ତାଲା ହେଇଛି, କିନ୍ତୁ ଏଠି ଯେତେବେଳେ ପ୍ରଥମ ଆରମ୍ଭ ହେଇଥିଲା 3 ଦିନ ଭିତରେ ଆରମ୍ଭ ହେଇଥିଲା, କିନ୍ତୁ ରାତି ଦିନ ଜେସିବି ଲାଗିକିରି ଯୋଉ କାମ ହେଇଥିଲା ସେତେବେଳେ ହେଇଥିଲା। ଆଜି ମୁଁ ଦେଖୁଛି 5 ବର୍ଷ ଯୋଉଭଳିଆ ହେଇଛି, ବୋଧେ 20 ବର୍ଷରେ ଏତିକି ଲୋକ କରିପାରିବେନି। ଏତେ ବଡ ହେଇଛି, ଏତେ ସୁନ୍ଦର ହେଇଛି, ଏତେ ମାହୋଲ ବଢିଆ ହଉଛି। ଆଉ କେତେ ପଇସା ଖର୍ଚ୍ଚ ହଉଛି, କୋଉଠୁ ଆସୁଛି, କିଏ କରୁଛି, ଆଉ କେମିତି ହଉଛି, ମୁଁ ଦେଖିକି ଗୋଟେ ଆଶ୍ଚର୍ଯ୍ୟ ହଉଛି। କହୁଥିଲି ବର୍ତ୍ତମାନ ସେଇ ବିକାଶ ଶେଷ ପର୍ଯ୍ୟାୟ କଥା କହୁଛେ। ତେଣୁକରି 5 ବର୍ଷ ହେଲା ଏଠି ଆସୁଛି, କିନ୍ତୁ ଏ ବର୍ଷ 5 ବର୍ଷ ପଦାର୍ପଣ କରିଛି ଏବଂ 20 ବର୍ଷର ଏତିକି ବି ଲୋକ କରିବା ଅସମ୍ଭବ। ଦଣ୍ଡକୁ ତାଡ଼ି ଗୋଟେ ମୁଣ୍ଡ ସେଟା ସରକାରଙ୍କର ଆମର ଯୋଉ ନୂଆ ଗାଁ ଗ୍ରାମୀଣ ମଞ୍ଚ କହୁଛି କିଛି ସମସ୍ତ ପାଖରେ ଆଉ କିଛି ବ୍ୟତିକ୍ରମ କରାଯାଉ ନାହିଁ। କିନ୍ତୁ କିଏ କରଉଛି, କିଏ କରୁଛି, କିନ୍ତୁ ଏତେ ବଡ ଆୟୋଜନ ହେଇଛି ପୁରା ଦେଖି ମତେ ବେଶୀ ଆଶ୍ଚର୍ଯ୍ୟ ଲାଗୁଛି। ଏ ଅଞ୍ଚଳର ଝିଅ, ବୋହୂ, ପୁଅ, ଯୁବକ, ଯୁବତୀ ସମସ୍ତେ ନାଚୁଛନ୍ତି, ଖେଳୁଛନ୍ତି, ବୁଲୁଛନ୍ତି। ରାତି 10ଟା ଉପରେ ଆଉ ଗୋଟେ ବଡ କଥା ହଉଛି, ରାତି 10ଟାରେ ସବୁ ଖାଇକି ଯାଉଛନ୍ତି, ଘରେ ଯାଇ ଶୋଉଛନ୍ତି।